ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ କେନ୍ଦ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଫେବୃଆରୀ ମାସର ଶେଷ ଗୁରୁବାର 26 ତାରିଖ। ଆଜି ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ମାଥ୍ୟୁ ସୁସମାଚାର 7 ଅଧ୍ୟାୟ 7ରୁ 12 ପଦ ପାଠ କରିବା ପାଇଁ ଆମମାନଙ୍କୁ ଦେଇଛି। ତେବେ ଆସନ୍ତୁ ଆମେ ବାକ୍ୟ ପରିବେଷଣ କରିବା ପୂର୍ବରୁ ଆଜିର ସୁସମାଚାର ପାଠ କରିବା ମିଳିତ ଭାବରେ ପଠିତ ବାକ୍ୟ ଉପରେ ଅଳ୍ପ ପ୍ରାର୍ଥନା କରି ଆମେ ବାକ୍ୟ ପରିବେଷଣ କାର୍ଯ୍ୟ ଆରମ୍ଭ କରିବା। ତେବେ ଆପଣମାନଙ୍କ ପାଖରେ ବାଇବେଲ ଯଦି ଅଛି ଖୋଲନ୍ତୁ। ସାଧୁ ମାଥ୍ୟୁଙ୍କ ପୁଣ୍ୟ ସୁସମାଚାର ଅଧ୍ୟାୟ 7 ପଦ ସଂଖ୍ୟା 7ରୁ 12। ବାକ୍ୟଟି ଏହି ପ୍ରକାର ଲେଖାଯାଇଛି, ମାଗ ତୁମମାନଙ୍କୁ ଦିଆଯିବ, ଖୋଜ ତୁମେ ପାଇବ, ଦୁଆରରେ ଆଘାତ କର ଓ ତାହା ତୁମ ପାଇଁ ଖୋଲାଯିବ। କାରଣ ଯେ ମାଗେ ସେ ପାଏ, ଯେ ଖୋଜେ ତାକୁ ମିଳେ ଏବଂ ଯେ ଦ୍ୱାରରେ ଆଘାତ କରେ ତା ପାଇଁ ଦ୍ୱାର ଖୋଲାଯାଏ। ତୁମମାନଙ୍କ ମଧ୍ୟରେ ଏପରି କିଏ ଅଛି ଯେ ନିଜର ପୁଅ ରୁଟି ମାଗିଲେ ତାକୁ ପଥର ଦେବ, ଅଥବା ମାଛ ମାଗିଲେ ତାକୁ ସାପ ଦେବ? ଯଦି ତୁମେ ମନ୍ଦ ହୋଇ ସୁଦ୍ଧା ତୁମର ସନ୍ତାନମାନଙ୍କୁ ଭଲ ଜିନିଷ ଦେଇ ଜାଣ, ତେବେ ତୁମର ସ୍ୱର୍ଗସ୍ଥ ପିତା ତାଙ୍କୁ ମାଗିବା ଲୋକମାନଙ୍କୁ କେତେ ଅଧିକ ଉତ୍ତମ ବିଷୟ ନ ଦେବେ। ପ୍ରଭୁଙ୍କର ସୁସମାଚାର। ଆସନ୍ତୁ ଅଳ୍ପ ଗୋଟିଏ ମିନିଟ୍ ପ୍ରାର୍ଥନା କରିବା। ସକଳ ଧନ୍ୟବାଦ, ପ୍ରଶଂସା, ମହିମା, ଗୌରବ, ପରାକ୍ରମ ତୁମରି ପବିତ୍ର ନାମରେ ହେଉ ପ୍ରଭୁ। ହେ ମଙ୍ଗଳମୟ ପ୍ରେମମୟ ପିତା, ତୁମେ ଆଜି ଆମମାନଙ୍କୁ ମାଗିବା ବିଷୟରେ ଶିକ୍ଷା ଦେଉଛ, ପ୍ରାର୍ଥନାର ଶକ୍ତି ବିଷୟରେ ଆମକୁ ଶିକ୍ଷା ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରୁଛି। ଆଜି ତୁମର ସେ ଆତ୍ମାକୁ ପ୍ରେରଣ କର, କାରଣ ଜନ୍ ସୁସମାଚାର 14 ଅଧ୍ୟାୟ 26 ପଦରେ ତୁମେ କହିଲ, ଯେତେବେଳେ ସେହି ପବିତ୍ର ଆତ୍ମା ତୁମ ନିକଟକୁ ଆସିବେ, ସେହି ପବିତ୍ର ଆତ୍ମା ହିଁ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ଦୟାମୟ ପରମେଶ୍ୱର, ସେ ଆତ୍ମାକୁ ପ୍ରେରଣ କର। ସେ ପବିତ୍ର ଆତ୍ମା ହିଁ ଆଜି ଆମମାନଙ୍କୁ ପ୍ରାର୍ଥନାର ଶକ୍ତି ବିଷୟରେ, ପ୍ରାର୍ଥନାର ମୂଲ୍ୟ ବିଷୟରେ ଆମକୁ ଶିକ୍ଷା ପ୍ରଦାନ କରନ୍ତୁ। ଯେପରି ଆମ ଜୀବନରେ ମଧ୍ୟ ଆମେ ପ୍ରାର୍ଥନା ଜୀବନଯାପନ କରି ତୁମର ସାନ୍ନିଧ୍ୟ ଲଭୁ। ଏହି ଛୋଟ ପ୍ରାର୍ଥନା ଆମେ ପ୍ରଭୁ ଯୀଶୁଙ୍କ ନାମରେ ମାଆଙ୍କ ମାଧ୍ୟସ୍ଥ ଭିକ୍ଷା କରୁଅଛୁ। ଆମେନ୍। ସ୍ନେହର ଭାଇ ଭଉଣୀମାନେ, ସାଧାରଣତଃ ଆମେମାନେ ଗାଁ ଗହଳିରେ ଶିଖି ଜାଣିଛୁ ଯେ ଛୁଆ ନ କାନ୍ଦିଲେ ମା କ୍ଷୀର ଦିଏ ନାହିଁ। ଆଜି ସ୍ୱୟଂ ପ୍ରଭୁ ଯୀଶୁ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି ଯେ ମାଗ ତୁମମାନଙ୍କୁ ଦିଆଯିବ, ଖୋଜ ତୁମମାନେ ପାଇବ, ଦ୍ୱାରକୁ ଆଘାତ ତୁମ ପାଇଁ ଦ୍ୱାର ଖୋଲାଯିବ। ତେବେ ସ୍ନେହର ଭାଇ ଭଉଣୀମାନେ, ପରମେଶ୍ୱର ଆମମାନଙ୍କର ଆମେ ଜାଣିଛୁ ପ୍ରଥମ ଜହନ 3:4 ପଦ୍ୟରେ ଆଜ୍ଞା ଲଙ୍ଘନ କରିବାଟା ହିଁ ପାପ। ତେବେ ପରମେଶ୍ୱର 10 ଆଜ୍ଞା ଦେବା ବ୍ୟତୀତ ଅନ୍ୟ ଆଜ୍ଞାମାନଙ୍କୁ ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ଆଜ୍ଞା ଆଜି ଦେଇଛନ୍ତି ଯେ ତୁମେ ମାଗ। ପ୍ରାର୍ଥନା କରିବା ପାଇଁ, ମାଗିବା ପାଇଁ ପରମେଶ୍ୱରଙ୍କ ଗୋଟେ ଆଜ୍ଞା, ତାଙ୍କର ଗୋଟେ ବ୍ୟବସ୍ଥା। ଯଦି ଆମେ ନ ମାଗିବା, ନ ପ୍ରାର୍ଥନା କରିବା, ତାହା ଆମ ପାଇଁ ପାପ ହେବ। ସ୍ୱୟଂ ପ୍ରଭୁ ଯୀଶୁ ଲୁକ ସୁସମାଚାର 6 ଅଧ୍ୟାୟ 12 ପଦରେ ଲେଖାଯାଇଛି, ପ୍ରଭୁ ଯୀଶୁ ନିଜେ ମଣିଷ ପୁତ୍ର ହୋଇ ଯେ ସ୍ୱର୍ଗ ଅମର୍ତ୍ୟ ସ୍ରଷ୍ଟା ସର୍ବଶକ୍ତିମାନ ପିତା ପରମେଶ୍ୱର ପ୍ରଭୁ ଯୀଶୁ ପାହାଡ଼ ଉପରୁ ଚଢ଼ିଲେ, ସାରା ରାତି ପ୍ରାର୍ଥନା କରତେ କଟାଇଲେ। ମାର୍କ ସୁସମାଚାର 1 ଅଧ୍ୟାୟ 35 ପଦ ମଧ୍ୟ ଦେଖୁଛୁ, ଲେଖାଯାଇଛି ଯେ ପ୍ରତ୍ୟୁଷର ବହୁ ପୂର୍ବରୁ ପ୍ରଭୁ ଯୀଶୁ ଉଠି ଏକ ନିର୍ଜନ ସ୍ଥାନକୁ ଯାଇ ପ୍ରାତଃକାଳ ପର୍ଯ୍ୟନ୍ତ ସେ ପ୍ରାର୍ଥନା କଲେ। ପ୍ରଭୁ ଯୀଶୁ ପ୍ରାର୍ଥନା ବେଶୀ କରନ୍ତି। ଆଜି ଆମମାନଙ୍କୁ ପ୍ରାର୍ଥନା ବିଷୟରେ ଶିକ୍ଷା ଦିଆଯାଏ। ଆଜି କହୁଛନ୍ତି ପ୍ରଭୁ ଯୀଶୁ ନିଜେ କହିଲେ, ତୁମେ ଏଭଳି ଦୁଷ୍ଟ ଲୋକ ହେଲେ ମଧ୍ୟ ମାଗିବା ପୁଅ ଝିଅମାନଙ୍କୁ ତୁମେ ଯଦି ରୁଟି ମାଗିଲେ ରୁଟି ଦେଉଛ, ମାଛ ମାଗିଲେ ମାଛ ଦେଇ ଜାଣୁଛ, ତୁମର ସ୍ୱର୍ଗସ୍ଥ ପିତା କେତେ ଅଧିକ ଭଲ ଜିନିଷ ଦେବେ। ଏହି ସମାନ ବିଷୟ ଲୁକ ସୁସମାଚାର 11:13 ପଦରେ ଲେଖାଯାଇଛି ଯେ ତୁମେ ଯଦି ମାଗିବ, ତୁମର ସ୍ୱର୍ଗସ୍ଥ ପିତା କେତେ ଅଧିକ ନ ପବିତ୍ର ଆତ୍ମାଙ୍କୁ ଦେବେ। ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ କହିଲି ମୁଁ ଯାହା ଲୋକ ସୁସମାଚାର 6 ଅଧ୍ୟାୟ 12ରେ ରାତି ସାରା ପ୍ରାର୍ଥନା କରୁଥିଲେ,
ସେ ପ୍ରାର୍ଥନାରେ ସେ ଖାଇବା ଜିନିଷ ମାଗୁନଥିଲେ କି ପଇସା ମାଗୁନଥିଲେ କି ଲୁଗାପଟା ମଧ୍ୟ କିଛି ମାଗୁନଥିଲେ। ଯିଏ ନିଜର ଖାଲି ଜାଗତିକ ଜିନିଷ ମାଗେ ତାକୁ ଆମେ ଭିକାରୀ ପ୍ରାର୍ଥନା କରିବା। ପ୍ରଭୁ ଜାଣନ୍ତି ଆମର କ'ଣ ଆବଶ୍ୟକ ଅଛି, ସେ ନିଜେ ଯାଚିକି ଦେବେ। କାରଣ ମାଥ୍ୟୁ ସୁସମାଚାର 6:33 ପଦରେ ଲେଖାଯାଇଛି ଯେ ସ୍ୱର୍ଗରାଜ୍ୟ ବିଷୟରେ ଅନୁସନ୍ଧିତ୍ସ ହୁଅ, ତାଙ୍କର ଧାର୍ମିକତା ଖୋଜ, ବାକି ସବୁ ଜିନିଷ ତୁମକୁ ଯାଚିକି ଦିଆଯିବ। ତେଣୁ ଆମେ ପ୍ରାର୍ଥନାରେ ଆମର ବ୍ୟକ୍ତିଗତ ଆବଶ୍ୟକତା ମାଗିବା ଆବଶ୍ୟକ ନାହିଁ। ପ୍ରାର୍ଥନାର ଅର୍ଥ ହେଲା ପିତା ପରମେଶ୍ୱରଙ୍କର ଆମେ କଥାବାର୍ତ୍ତା କରିବା, ତାଙ୍କ ସାଙ୍ଗରେ ପ୍ରାର୍ଥନାରେ ଯୋଡ଼ି ହେବା, ବାକ୍ୟରେ ଯୋଡ଼ି ହେବା, ୟୁନାଇଟେଡ୍ ହେବା, ସଂଯୁକ୍ତ ହେବା। ତାହା ହିଁ ପ୍ରାର୍ଥନା। ପ୍ରଭୁଙ୍କୁ ଆମେ ଧନ୍ୟବାଦ ସ୍ତୁତି ପ୍ରଶଂସା କରିବା। ମାଗିବାର ଆବଶ୍ୟକ କିଛି ନାହିଁ, ପ୍ରଭୁ ନିଜେ ଜାଣିକି ଦେବେ। ତେଣୁ ପ୍ରଭୁ ଯୀଶୁ କୌଣସି କିଛି ମୋତେ ଭାତ ଦିଅ, ମୋତେ ଲୁଗା ଦିଅ, ମୋତେ ସୁନା ଦିଅ, ମୋତେ ରୋଗା ଦିଅ ବୋଲି ରାତି ସାରା ମାଗିନଥିଲେ। କେବଳ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲେ, ପିତାଙ୍କ ସହିତ କଥାବାର୍ତ୍ତା କରୁ କରୁ ରାତି କଟୁଥିଲା। ଈଶ୍ୱରଙ୍କ ସ୍ତୁତି ପ୍ରଶଂସା କରିବା ତାହା ହେଲା ପ୍ରାର୍ଥନା। କାରଣ ଯିଶାୟା ସାମ ସଙ୍ଗୀତ 69:31-30 ଲେଖାଯାଇଛି ଯେ ପରମେଶ୍ୱର ପିତା ପରମେଶ୍ୱର ସିଂହ ଖୁରା ବିଶିଷ୍ଟ ପଶୁପକ୍ଷୀମାନଙ୍କର ପଶୁ ବା ବଳଦ ବା ମେଣ୍ଢାର ବଡ଼ିରେ ଖୁସି ହୁଅନ୍ତି ନାହିଁ, ଆମର ସ୍ତୁତି ପ୍ରଶଂସା ଆରାଧନାରେ ସେ ଅତ୍ୟନ୍ତ ଖୁସି ହୁଅନ୍ତି। ତେଣୁ ପିତା ପରମେଶ୍ୱରଙ୍କୁ ଆମେ ଆରାଧନା କରିବା, ଧନ୍ୟବାଦ କରିବା, ସ୍ତୁତି ପ୍ରଶଂସା କରିବା, ତାହା ହିଁ ପ୍ରାର୍ଥନା। ଏବଂ ବାକି ଜିନିଷ ସବୁ ଆମମାନଙ୍କୁ ପ୍ରଦାନ କରାଯିବ। ସ୍ନେହର ଭାଇ ଭଉଣୀମାନେ, ଆମେ ମାଗିବା। କାରଣ ଜେରେମିୟା ପୁସ୍ତକ 33:3 ପଦର ମଧ୍ୟ ବାକ୍ୟ ପୁରାତନ ବାଇବେଲରେ ମଧ୍ୟ ପରମେଶ୍ୱର କହିଲେ, ତୁମେ ମୋତେ ନାମ ଧରି ଡାକ, ମୁଁ ତୁମକୁ ଉତ୍ତର ଦେବି, ତୁମକୁ ସବୁ ନୂଆ ନୂଆ ବିଷୟ ଶିକ୍ଷା ଦେବି, ତୁମେ ଯାହା ଜାଣିନ ଶିକ୍ଷା ଦେବି। ସେ ନିର୍ଦ୍ଦେଶ ଦେଉଛନ୍ତି ପୁରାତନ ବାଇବେଲରେ ମଧ୍ୟ ଜେରେମିୟା 33:3, ଯାହାକି ଆମେ ପରମେଶ୍ୱର ଫୋନ୍ ନମ୍ବର କହୁ ଜେରେମିୟା 333, ଅର୍ଥାତ୍ ଜେରେମିୟା 33:3 ବା ପରମେଶ୍ୱରଙ୍କ ଫୋନ୍ ନମ୍ବର ହେଲା 333। କାରଣ ସେଠି ଲେଖାଯାଇଛି, ମୋତେ ଡାକ, ମୁଁ ଉତ୍ତର ଦେବି, ତୁମର ସବୁ ଆବଶ୍ୟକ ମୁଁ ଦେଖେଇଦେବି। ସ୍ନେହର ଭାଇ ଭଉଣୀମାନେ, ପ୍ରାର୍ଥନା କରିବାର ପରମେଶ୍ୱରଙ୍କର ଆଦେଶ। ଆମେ ପ୍ରାର୍ଥନା କରିବା ଭଲରେ ମନ୍ଦରେ ସୁଖରେ ଦୁଃଖରେ ସବୁବେଳେ ଆମେ ପ୍ରାର୍ଥନା। କାରଣ ପ୍ରଥମ ଥେସଲୋନିୟ 5:17 ଲେଖାଯାଇଛି ଯେ ନିରନ୍ତର ପ୍ରାର୍ଥନା କର। ପ୍ରଭୁ ଯେମିତି ନିରନ୍ତର ପ୍ରାର୍ଥନା କରୁଥିଲେ, ଆମେ ମଧ୍ୟ ସେହିପରି ପ୍ରାର୍ଥନା କରିବାକୁ ପଡ଼ିବ। ପ୍ରାର୍ଥନା କଲେ ଆମେ ସବୁକିଛି କରିବା। ବିଶେଷ ଭାବରେ ଆମେ ଆମର ଜାଗତିକ ବିଷୟ, ଆମର ଦୈନିକ ଆବଶ୍ୟକତା ବିଷୟରେ ନ ମାଗି ଆମେ ଈଶ୍ୱରଙ୍କ ସ୍ତୁତି ପ୍ରଶଂସା କରି ପ୍ରାର୍ଥନା କରିବା। ଏବଂ ସେହି ପ୍ରକାର ପ୍ରାର୍ଥନା କଲେ ପରମେଶ୍ୱର, ଭଲ ପରମେଶ୍ୱର ଯିଏ, ସେ ଆମମାନଙ୍କୁ କେତେ ଅଧିକ ନ ପବିତ୍ର ଆତ୍ମାଙ୍କୁ ଦେବେ ବୋଲି କହିଲେ। କାରଣ ପ୍ରଭୁ ଯୀଶୁ ସାରା ରାତି ପ୍ରାର୍ଥନା କରୁଥିଲେ, ବା ସେ 40 ଦିନ 40 ରାତି ମରୁପ୍ରାନ୍ତରେ ପ୍ରାର୍ଥନା କଲେ ଏବଂ ସେ ପବିତ୍ର ଆତ୍ମାର ଶକ୍ତିରେ ପୂର୍ଣ୍ଣ ହେଲେ। ମୋଶା ମଧ୍ୟ ଯାତ୍ରା ପୁସ୍ତକ 34:28 ପଦରେ ସିଏ ମଧ୍ୟ ସିୟନ ପର୍ବତରେ 40 ଦିନ 40 ରାତି ଉପବାସ କରି ପ୍ରାର୍ଥନା କଲେ ଏବଂ ସେ ପ୍ରାର୍ଥନା ବେଳରେ ମୋଶା ଏତେ ପବିତ୍ର ଆତ୍ମାର ଶକ୍ତି ପ୍ରାପ୍ତ ହେଲେ ଯେ ତାଙ୍କର ମୁହଁ ଏତେ ତେଜିଆନ ଥିଲା ଯେ ଇସ୍ରାଏଲ ଜନତା ତାଙ୍କ ସାମ୍ନାସାମ୍ନି କଥା ହେଇପାରିଲେନି। କହିଲେ, ତୁମର ମୁହଁକୁ କନା ଘୋଡ଼ା ଆମେ ଟିକେ କଥାବାର୍ତ୍ତା କର। କାରଣ ସ୍ନେହର ଭାଇ ଭଉଣୀ, ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ। ସେ ଉପବାସ ପ୍ରାର୍ଥନାରେ ହିଁ ମୋଶା ଏତେ ଶକ୍ତି ପାଇଲେ ଯେ ଲୋହିତ ସାଗର ସମୁଦ୍ରକୁ 2 ଭାଗ କରି ମଝିରେ ଶୁଷ୍କ ରାସ୍ତା ନିର୍ମାଣ କରିପାରିଲେ। ସେ ପ୍ରାର୍ଥନା ବଳରେ ଏଲିୟ ଏ ପ୍ରକାର ଶକ୍ତି ପ୍ରାପ୍ତ କଲେ ଯେ ସ୍ୱଶରୀରରେ ସ୍ୱର୍ଗକୁ ଗଲେ। ସେ ଉପବାସ ପ୍ରାର୍ଥନାରେ ହିଁ ପ୍ରଭୁ ଯୀଶୁ ଏତେ ଶକ୍ତି ପାଇଲେ ଯେ ଶୈତାନର ସମସ୍ତ ପରୀକ୍ଷା ଫଳକୁ ଜୟ କରିପାରିଲେ, ଶୈତାନର ଶକ୍ତିକୁ ଚୂର୍ଣ୍ଣ କଲେ, ରୋଗୀମାନଙ୍କୁ ସୁସ୍ଥ କଲେ, ସବୁ ମନୁଷ୍ୟମାନଙ୍କ ପାଖରେ ଯାହା ଯାହାକୁ ମନ୍ଦ ଆତ୍ମା ଗ୍ରାସ କରୁଥିଲା ବା ଧରିଥିଲା ସେମାନଙ୍କୁ ସମସ୍ତଙ୍କଠାରୁ ମନ୍ଦ ଆତ୍ମା ବିତାଡ଼ିତ କରି ସମସ୍ତଙ୍କୁ ସୁସ୍ଥ କଲେ। ତେଣୁ ସ୍ନେହର ଭାଇ ଭଉଣୀମାନେ, ପ୍ରାର୍ଥନାର ଶକ୍ତି ରହିଛି। ତେଣୁ ନୀତିନିଷ୍ଠ ଲୋକ ଧାର୍ମିକମାନଙ୍କର ପ୍ରାର୍ଥନା ଏଭଳି ପ୍ରାର୍ଥନା ଯେ ସେ ଆକାଶ ପରଦାକୁ ଭେଦ କରି ପରମେଶ୍ୱର ସିଂହାସନକୁ ପ୍ରବେଶ କରିବେ। ତେଣୁ ସ୍ନେହର ଭାଇ ଭଉଣୀମାନେ, ପରମେଶ୍ୱର ଆମକୁ ଶିକ୍ଷା ଦେଉଛନ୍ତି, ତୁମେ ମାଗିବ, ଆମେ ମାଗିବା, ପ୍ରାର୍ଥନା କରିବା। ପ୍ରଭୁ ମାଗିଲେ ସବୁ ନିଶ୍ଚୟ ଦେବେ। ଆମେ ନ ମାଗି ମାଗୁନା କିଛି ନା, କିନ୍ତୁ ମାଗିବାକୁ ଆମେ ଜାଣୁନୁ। ତେଣୁ ଆମେ ଈଶ୍ୱରଙ୍କୁ ସଦାସର୍ବଦା ପ୍ରାର୍ଥନା କରିବା। ପ୍ରାର୍ଥନା କଲେ ହିଁ ପ୍ରଭୁ ଆମମାନଙ୍କୁ ସବୁକିଛି ଦେବେ। ସ୍ନେହର ଭାଇ ଭଉଣୀମାନେ,
ଆମର ଆପଣଙ୍କର ଏଫେସିୟ ପ୍ରଥମ ଥେସଲୋନିଆ 5:17 ଲେଖାଯାଇଛି ନିରନ୍ତର ପ୍ରାର୍ଥନା କର। ମାଥ୍ୟୁ ସୁସମାଚାର 26:41 ମଧ୍ୟ ପ୍ରଭୁ ଯୀଶୁ ମଧ୍ୟ ଯେତେବେଳେ ଗେଥସେମନୀ ଉଦ୍ୟାନରେ ଥିଲେ ଶିଷ୍ୟମାନଙ୍କୁ କହିଲେ ମୋର ହୃଦୟ ମୃତ ପ୍ରବୃତ୍ତ ମୋର ଦୁଃଖ କଷ୍ଟ ବେଦନା ହେଉଛି, ତୁମେ ଜାଗି ରହି ଟିକେ ପ୍ରାର୍ଥନା କର। ମୃତ୍ୟୁ ପର୍ଯ୍ୟନ୍ତ ମୋର ହୃଦୟ ଉଦ୍ବିଗ୍ନ ଦୁଃଖ ହେଉଛି, ମୋତେ ଟିକେ 5 ମିନିଟ୍ କିଛି ସମୟ ଜଗି ମୋତେ ପ୍ରାର୍ଥନା କର। କିନ୍ତୁ ଶିଷ୍ୟମାନେ ଶୋଇଲେ, 3 ଥର ପର୍ଯ୍ୟନ୍ତ କହିଲେ କିନ୍ତୁ ଶୋଇଲେ। ତେଣୁ ମାଥ୍ୟୁ ସୁସମାଚାର 26:41 ପ୍ରଭୁ ଯୀଶୁ କହିଲେ ଜାଗି ରହି ପ୍ରାର୍ଥନା କର ଯେପରି ତୁମେ ପ୍ରଲୋଭନରେ ନ ପଡ଼ିବ। ନିରନ୍ତର ପ୍ରାର୍ଥନା କର ଯେପରି ପରୀକ୍ଷାରେ ନ ପଡ଼ିବ। କାରଣ ଆମର ଆପଣଙ୍କର ପ୍ରଥମ ପିତର 5:8 ମଧ୍ୟ ଲେଖାଯାଇଛି ଯେ ଭୟ କର, ସଦାସର୍ବଦା ଜାଗ୍ରତ ହୋଇ ପ୍ରାର୍ଥନା କର, କାରଣ ତୁମର ଶତ୍ରୁ ଶୈତାନ ସିଂହ ଭଳି ଗର୍ଜନ କରୁଛି କାହାକୁ ଗ୍ରାସ କରିବ ବୋଲି। ଯଦି ଆମେ ପ୍ରାର୍ଥନା କରିବା ତାହେଲେ ଆମେ ପ୍ରଭୁଙ୍କ ଶକ୍ତି ପାଇବା। କାରଣ ପ୍ରଥମ କରନ୍ଥୀୟ 3:17 ଲେଖାଯାଇଛି ଯେ ପରମେଶ୍ୱର ହେଉଛନ୍ତି ଆତ୍ମା, ଯେଉଁଠାରେ ଆତ୍ମା ସେଠାରେ ମୁକ୍ତି। ତାର ଅର୍ଥ ହେଲା ଯଦି ଆମେ ଘରେ ହେଉ କି ଗିର୍ଜାରେ ହେଉ କି ଚାପେଲରେ ହେଉ କି ଯେକୌଣସି ସ୍ଥାନରେ 2ରୁ 3 ଜଣ ଆମେ ପ୍ରାର୍ଥନା ଯଦି ପ୍ରଭୁଙ୍କ ସ୍ତୁତି ପ୍ରଶଂସା କରିବା। କାରଣ ସାମସଙ୍ଗୀତ 22:3 ଲେଖାଯାଇଛି ଯେ ଯେଉଁ ସ୍ଥାନରେ ପ୍ରଭୁଙ୍କ ସ୍ତୁତି ପ୍ରଶଂସା ବନ୍ଦନା କରାଯାଏ ସେଠାରେ ପବିତ୍ର ଆତ୍ମା ଓହ୍ଲାଇ ଆସିବେ ଏବଂ ପବିତ୍ର ଆତ୍ମା ଯେଉଁ ଜାଗାରେ ଯାହା ପାଖକୁ ଓହ୍ଲାଇ ଆସିବେ ସେ ପବିତ୍ର ଆତ୍ମା ସହିତ ସମସ୍ତ ବନ୍ଧନରୁ ମୁକ୍ତ କରିବେ। କାରଣ ଆମେ ସମସ୍ତେ କିଛି ଲୋକ ଆମେ ରୋଗର ବନ୍ଧନରେ ଅଛୁ, କିଛି ଲୋକ ଚିନ୍ତାର ବନ୍ଧନ ଅଛୁ, କିଛି ଲୋକ ଆର୍ଥିକ ବନ୍ଧନରେ ଅଛୁ, କିଛି ଲୋକ ଅଜ୍ଞାନର ବନ୍ଧନରେ ଅଛୁ, ଶୈତାନର ବନ୍ଧନ ଅଛୁ, ବିଭିନ୍ନ ବନ୍ଧନରେ ଅଛୁ। ଯେତେବେଳେ ପବିତ୍ର ଆତ୍ମା ଆସିବେ ସେ ପବିତ୍ର ଆତ୍ମା ହିଁ ସମସ୍ତ ବନ୍ଧନରୁ ଆମକୁ ମୁକ୍ତ କରିବେ। ଉଦାହରଣ ସ୍ୱରୂପ ଆମେ ପ୍ରେରିତ ପୁସ୍ତକ 16:25 ଦେଖୁଛୁ ସାଧୁ ପାଉଲ ଶିଲକୁ ସେମାନେ ସୁସମାଚାର ପ୍ରଚାର କରିବା ପାଇଁ ସେମାନଙ୍କୁ ପିଠି ଫଟିକି ମାଡ଼ କଲେ, ରକ୍ତାକ୍ତ କରି ପିଟିଲେ ଏବଂ ସେମାନଙ୍କୁ ଆରେଷ୍ଟ କଲେ। ହାତରେ ହ୍ୟାଣ୍ଡକପ୍, ଅଣ୍ଟାରେ ବେଡ଼ି, ଗୋଡ଼ରେ ଦଉଡ଼ି ବାନ୍ଧି ଜେଲ ମଝି ଘରେ ଅନ୍ଧାର କରି ରହିଲେ। ରାତି 12ଟାରେ ସାଧୁ ପାଉଲ ଏବଂ ଶିଲ ହାତ ଉତ୍ତୋଳନ କରି ତାଙ୍କର ହାତରେ ଲାଗିଥିବା ହ୍ୟାଣ୍ଡକପ୍କୁ ପିଟି ତାଳି ମାରି ପ୍ରଭୁଙ୍କ ସ୍ତୁତି ପ୍ରଶଂସା କରି ପ୍ରାର୍ଥନା କଲେ, ପ୍ରେଜ୍ ଆଣ୍ଡ ୱର୍ସିପ୍ କଲେ। ପ୍ରାର୍ଥନା କରୁ ଏଭଳି ମିରାକେଲ୍ ହେଲା। ପବିତ୍ର ଆତ୍ମା ଓହ୍ଲାଇ ଆସିଲେ ଯେ ତାଙ୍କର ହାତର ହ୍ୟାଣ୍ଡକପ୍ ଖୋଲିଗଲା, ଅଣ୍ଟାର ବେଡ଼ି ଖୋଲିଗଲା, ଜେଲ୍ ଗେଟ୍ର ସବୁ ଦ୍ୱାର ଖୋଲିଗଲା, ସମସ୍ତ ପ୍ରକାର ବନ୍ଧର ମୁକ୍ତି ହେଲେ ଏବଂ ସେ ଜେଲର ଭାବିଲେ ଜେଲ୍ର ଗେଟ୍ ତ ଖୋଲା ହେଲା, ସବୁ ବନ୍ଦୀମାନେ ପଳେଇଥିବେ, ରାଜା ମୋତେ ଫାଶୀ ଦେଇଦିଅନ୍ତି। ସେ କ'ଣ ନିଜେ ଖଣ୍ଡା ବାହାର କରି ତାର ବେକ କାଟିବା ଉପରେ ଆରମ୍ଭ କରିଦେଲା। ସାଧୁ ପାଇଲ ହଁ ଭୟ କର ନାହିଁ, ତ ଆମେ କେହି ଯାଇନି, ଆମେ ସମସ୍ତେ ଅଛୁ। ଲାଇଟ୍ ଜଳେଇଲେ, ସେ ଜେଲର ଲାଇଟ୍ ଜଳେଇକି ଆସି ଦେଖିଲେ ସାଧୁ ପାଉଲଙ୍କର ପାଦର ମୁଣ୍ଡ ଏଇଟା ବିଶ୍ୱର ଏଇଟା ଦୂତ ନା ମଣିଷ ନା ବୋଲି ତାଙ୍କ ପାଦର ସାଷ୍ଟାଙ୍ଗ ପଡ଼ି ନମସ୍କାର କଲେ ଏବଂ କହିଲେ ଆଜି ମୁଁ ଜାଣିଲି ଯେ ଯେଉଁ ଯୀଶୁଙ୍କୁ ଆମେ କ୍ରୁଶବିଦ୍ଧ କରି ମାରିଲୁ ସେହି ପ୍ରକୃତ ପରମେଶ୍ୱର, ସେହି ପ୍ରଭୁ ଯୀଶୁ ସତ୍ୟ ପରମେଶ୍ୱର। କାରଣ ସେ ଯୀଶୁଙ୍କର ସ୍ତୁତି ପ୍ରଶଂସା କରୁ ଏଡ଼େ ବଡ଼ ମିରାକେଲ୍ ହେଲା। ଆଜି ମୋତେ ମୋର ସ୍ତ୍ରୀକୁ, ମୋର ପିଲାମାନଙ୍କୁ, ମୋର ଘରର ସମସ୍ତଙ୍କୁ ଦୀକ୍ଷା ସ୍ନାନ ଦିଅ। ସାଧୁ ପାଉଲ ଶିଲକୁ ତାଙ୍କ ଘରକୁ ନେଲେ, ତାଙ୍କର ପିଠିର ହାତ ଗୁଡ଼ା ସବୁ ସଫାସୁତୁରା କରିଦେଲେ, ତାଙ୍କୁ ଖାଇବାକୁ ଦେଲେ ଏବଂ ଅନୁରୋଧ କଲେ। ସାଧୁ ପାଉଲ କହିଲେ ଆଜି ଆମମାନଙ୍କୁ ଦୀକ୍ଷା ସ୍ନାନ ପ୍ରଦାନ। ରାତି ଅଧରେ ଜେଲ୍ ଭିତରେ ସେଦିନ ସାଧୁ ପାଉଲ ଶିଲ ସେମାନଙ୍କୁ ସ୍ନାନ ଦେଲେ। ପ୍ରଭୁଙ୍କର ସ୍ତୁତି ପ୍ରଶଂସା କରି ପ୍ରାର୍ଥନା କରୁଥିଲେ। ପ୍ରାର୍ଥନା କରି ଏଡ଼େ ବଡ଼ ମିରାକେଲ୍ ହେଲା। ତେଣୁ ସୁନାର ଭାଇ ଭଉଣୀ, ପ୍ରଭୁ ଯୀଶୁ ମୋତେ ପ୍ରାର୍ଥନା କରି ସେ ଶକ୍ତି ପାଇଲେ। ଯେତେବେଳେ ଆମେ ପ୍ରାର୍ଥନା କରୁ ଆମେ ଶକ୍ତି ପାଉ। ଯେତେବେଳେ ଫାଷ୍ଟିଂ ପ୍ରେୟାର କରୁ ଆହୁରି ଅଧିକ ଶକ୍ତି ପାଉ। ଯେତେବେଳେ ଉଜାଗର ପ୍ରାର୍ଥନା କରୁ ଆହୁରି ଶକ୍ତି ପାଉ। ତେଣୁ ପ୍ରଭୁ କହୁଛନ୍ତି ମାଗ ମିଳିବ, ଖୋଜ ପାଇବ, କ'ଣ ମାଗିବ? ଆମେ ଭାତ ମାଗିବାନି, ଲୁଗା ମାଗିବାନି, ପଇସା ମାଗିବାନି, ବରଂ ଆମେ ମାଗିବା ହେ ପ୍ରଭୁ ଆମକୁ ପବିତ୍ର ଆତ୍ମା ଦିଅ। କାରଣ ପବିତ୍ର ଆତ୍ମା ଆସିଲେ ଜହନ 14:26 ପବିତ୍ର ଆତ୍ମା ଆସିଲେ ସବୁ ଜିନିଷ ସିଏ ଶିଖେଇବେ। ଏବଂ ଆପଣଙ୍କର ଜନ ସୁସମାଚାର 16 ଆପଣଙ୍କର 8:16 ଲେଖାଯାଇଛି ପବିତ୍ର ଆତ୍ମା ଆସିଲେ ଆମକୁ ଚେତନର ଆତ୍ମା, ଅନୁତାପର ଆତ୍ମାରେ ପୂର୍ଣ୍ଣ କରିବେ ଏବଂ 13 ଲେଖାଯାଏ ସେ ପବିତ୍ର ଆତ୍ମା ଆମ ସମସ୍ତ ସତ୍ୟର ମାର୍ଗକୁ ପ୍ରଦର୍ଶନ କରିବେ ଏବଂ ସେ ପବିତ୍ର ଆତ୍ମା ଆସିଲେ ଶକ୍ତି ବଡ଼। କାରଣ ପ୍ରେରିତ ପୁସ୍ତକ 1:8 ଲେଖାଯାଇଛି ଯେତେବେଳେ ପବିତ୍ର ଆତ୍ମା ଆସିବେ ସେ ପବିତ୍ର ଆତ୍ମା ତୁମକୁ ଶକ୍ତି ପ୍ରଦାନ କରିବେ। ସେହି ଶକ୍ତିରେ ତୁମେ ଜେରୁସାଲେମ, ଜୁଦେୟ, ସାମରିଆ ସବୁଆଡ଼େ ତୁମର ସାକ୍ଷ୍ୟ ବହନ କରିବ। ତେବେ ପ୍ରାର୍ଥନା କଲେ ଆମେ ପବିତ୍ର ଆତ୍ମା କରିବ। ବିଶେଷ ଭାବରେ ଆମେ ପ୍ରାର୍ଥନା କରିବା ପ୍ରଭୁ ଆମମାନଙ୍କୁ ସେ ଆତ୍ମାକୁ ଦିଏ, ସେ ପବିତ୍ର ଆତ୍ମା ଦିଅ। କାରଣ ଲୁକ୍ ସୁସମାଚାର 11:13 ଲେଖାଯାଇଛି ତୁମେ ଦୁଷ୍ଟ ହେଲେ ଯଦି ଭଲ ଜିନିଷ ତୁମ ପୁଅମାନଙ୍କୁ ଝିଅକୁ ଦେବାକୁ ଜାଣିପାରୁଛ ତ ମାଗିବା ଲୋକ ତୁମ ସ୍ୱର୍ଗସ୍ଥ ପିତା କେତେ ଅଧିକ ନ ପବିତ୍ର ଆତ୍ମା ଦେବେ।
आज सुसमाचार भल जिन लिखाई कि लुक सुसमाचार लिखाई और लुक 11 लिखाई मागिबा लोक से पवित्र आत्मा शक्ति दे से पवित्र आत्मार आवश्यक आम प्रथम आवश्यक निहाती आवश्यक से पवित्र आत्मार प्राप्ति पाई आम मागिबा। तेणु स्नेहर भाई भाई मैंने आज आम मान शिशु मात्र शिक्षा द्वारा प्रभु जीशु आम मान आदेश करती व्यवस्था आदेश कर कमांड करती आम आज्ञा पालन कर सदा सर्वदा निरंतर प्रार्थना करवा दुखरे सुखरे भलरे मंदरे प्रार्थना कले प्रभु आमको पवित्र आत्मा पूर्ण करेंगे से पवित्र आत्मा आम सबू कार्य सहाय हम पिता पुत्र एवं पवित्र आत्मा नाम आमेन। समस्ते आपण मैंने शुणी भल शुणी समस्त जय जीशु धन्यवाद।